ସରକାରଙ୍କ ବଡ଼ ଘୋଷଣା ଜାନୁଆରୀରୁ ହିତାଧିକାରୀ ମାନଙ୍କୁ ମିଳିବ ଏହି ସବୁ ସୁବିଧା ରାସନ କାର୍ଡକୁ ନେଇ। ତେବେ ନମସ୍କାର ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓକୁ। ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଏହି ସବୁ ସୁବିଧା। ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ବୋଲି ନିକଟରେ କହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ରାସନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଜାନୁଆରୀ ପ୍ରଥମ ସପ୍ତାହରେ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ମାଗଣା ଗହମ ଏବଂ ଏନେଇ ବିଭାଗ ତରଫରୁ ପ୍ରସ୍ତୁତି ଜାରି ରହିଛି ବୋଲି ନିକଟରେ କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ତେବେ ଜାନୁଆରୀ ପ୍ରଥମ ସପ୍ତାହରେ ହିତାଧିକାରୀମାନଙ୍କୁ ମିଳିବ ଏହିସବୁ ସୁବିଧା। ତେବେ ଏହି ଦିନ ହିତାଧିକାରୀ ମିଳିବ ଗହମ। ଆପଣ ଜାଣି ରଖନ୍ତୁ କ'ଣ ରହିଛି ସୂଚନା। ଜାନୁଆରୀ ପ୍ରଥମ ସପ୍ତାହରୁ ମିଳିବ ହିତାଧିକାରୀଙ୍କୁ ଗହମ। ତେବେ ଗୋଦାମରେ ବ୍ୟବସ୍ଥା ପରିବହନ ପାଇଁ ଟେଣ୍ଡର ହୋଇନଥିବାରୁ ଗହମ ଯୋଗାଣ ବିଳମ୍ବ ହେବା ନେଇ ଜାନୁଆରୀରୁ ହିତାଧିକାରୀମାନଙ୍କୁ ଗହମ ପ୍ରଦାନ କରାଯିବା ଲାଗି ପ୍ରସ୍ତୁତି ଜାରି ରହିଥିବା ନେଇ ସୂଚନା ମିଳିଛି। ମନ୍ତ୍ରୀ କହିଥିଲେ କେଉଁ ଜିଲ୍ଲାରେ କେତେ ଗହମ ଆବଶ୍ୟକତା ରହିଛି ଜିଲ୍ଲାଧିକାରୀମାନେ ତଥ୍ୟ ଦେବେ, ଲୋକମାନଙ୍କ ଚାହିଦା ହିସାବରେ ଗହମ ଯୋଗାଇ ଦିଆଯିବ। ଏବଂ ସେହିଭଳି ଭାବରେ ସୂଚନା ମିଳିଛି ଯୋଗାଣ ମନ୍ତ୍ରୀ କହିଛନ୍ତି କେନ୍ଦ୍ରରୁ ଗହମ ଆସିଥିବା ସହିତ ଆମେ ହସ୍ତକ୍ଷେପ କରିଛୁ, କିନ୍ତୁ ଗହମ ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ଗହମ ଟ୍ରାନ୍ସପୋର୍ଟେସନ୍ ପ୍ରକ୍ରିୟା ଟେଣ୍ଡର ଜରିଆରେ ହେବା, ଏହା ସୁଦ୍ଧା ସାଙ୍ଗେ ସାଙ୍ଗେ ହୋଇପାରିବ ନାହିଁ। ସେଥିପାଇଁ କିଛି ଜିଲ୍ଲା ପାଇଁ ହୋଇପାରିନଥିଲା, ତେଣୁକରି ଗହମ ଦିଆଯାଇ ନାହିଁ ଏବଂ ଏହା ଜାନୁଆରୀରୁ ପ୍ରଦାନ କରାଯିବ ପାଇଁ ସୂଚନା ମିଳିଛି। ଗୋଦାମ ବ୍ୟବସ୍ଥା ହୋଇପାରି ନାହିଁ, ଏହିସବୁ କାରଣରୁ ଗହମ ପ୍ରଦାନ ପାଇଁ 2 ମାସ ବିଳମ୍ବ କରିବା ଲାଗି ନିଷ୍ପତ୍ତି ନେଇଛୁ। ଜାନୁଆରୀରେ ଗହମ ଦେବାରେ ଅସୁବିଧା ନାହିଁ, ହିତାଧିକାରୀ ଚୟନ ଚାଲିଛି ବୋଲି କହିଥିଲେ ମନ୍ତ୍ରୀ। ତେବେ ଆପଣମାନେ ନିଶ୍ଚିତ ଭାବରେ ଡାଟା ଆସିବା ପରେ ଲୋକମାନଙ୍କୁ ଗହମ ଦିଆଯିବ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି EKYC ପ୍ରକ୍ରିୟା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି ଏବଂ ପାଖାପାଖି 90% ଲୋକମାନେ EKYC କରିସାରିଲେଣି। ଆହୁରି ମଧ୍ୟ ଏ ତାଲିକାରେ ସାମିଲ ହେବାରେ ଲାଗିଛନ୍ତି। ଏବଂ ଆପଣମାନେ କରିଛନ୍ତି ନା ନାହିଁ EKYCରେ କ'ଣ ଆପଣ କେଉଁ ସମସ୍ୟା ଯାହା ରହିଥିଲା ଆପଣମାନେ ସେସବୁରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ କି ନାହିଁ, ଏବଂ ଯଦି ଆପଣମାନେ ସମ୍ମୁଖୀନ ହୋଇ ମଧ୍ୟ ଆପଣମାନେ EKYC କରିସାରିଛନ୍ତି ନିଶ୍ଚୟ ଭାବେ ଜଣାନ୍ତୁ ଏବଂ କ'ଣ ରହିଛି ଆପଣଙ୍କ ସମସ୍ୟା ନିଶ୍ଚୟ ଭାବେ କମେଣ୍ଟ ମାଧ୍ୟମରେ। ବର୍ତ୍ତମାନ ପାଇଁ ରହୁଛୁ।